ଯିଏ ତୁମକୁ ଥରେ ଭାଙ୍ଗି ଦେଇଛି ତାକୁ କ୍ଷମା କରିବା ଉଚିତ କି? ନମସ୍କାର ବନ୍ଧୁମାନେ, ସ୍ୱାଗତ ଆପଣଙ୍କୁ ଆର୍କେ ଅନୁଚିନ୍ତା ଡାଏରୀ 24ରେ। ଆଜିର ଅନୁଚିନ୍ତା ଏମିତି ଏକ ପ୍ରଶ୍ନ ଯାହାର ଉତ୍ତର ଆମ ମଧ୍ୟରୁ ଅନେକ ଲୋକ ନିଜ ଜୀବନରେ ଖୋଜିଛନ୍ତି। ଯେ ଆମକୁ ଥରେ ଭାଙ୍ଗି ଦେଇଛି ତାକୁ କ୍ଷମା କରିବା ଉଚିତ କି? ଉତ୍ତର ହେଉଛି ହଁ, କ୍ଷମା କରିପାରିବେ। କିନ୍ତୁ କ୍ଷମା କରିବାର ଅର୍ଥ ପୁଣି ଥରେ ସେହି ଯନ୍ତ୍ରଣାକୁ ନିଜ ଜୀବନରେ ସ୍ଥାନ ଦେବା ନୁହେଁ। କ୍ଷମା ମନକୁ ମୁକ୍ତ କରେ, ଆଉ ଆତ୍ମସମ୍ମାନ ଆମକୁ ନିଜକୁ ସୁରକ୍ଷିତ ରଖିବା ଶିଖାଏ। ଏକ ହୃଦୟସ୍ପର୍ଶୀ କାହାଣୀ। ସୀମା ନାମର ଜଣେ ଝିଅ ଥିଲା। ସେ ବହୁତ ସରଳ ଓ ଭାବପ୍ରବଣ ଥିଲା। ସେ ଯାହାକୁ ନିଜର ଭାବୁଥିଲା ତା ପାଇଁ ନିଜର ସବୁ କିଛି ଦେଇଥିଲା। ତାର ଜୀବନରେ ଜଣେ ଅତି ପ୍ରିୟ ମଣିଷ ଥିଲେ। ସୀମା ତାଙ୍କୁ ଅନ୍ଧ ଭାବରେ ବିଶ୍ୱାସ କରୁଥିଲା। ଦୁଃଖରେ ସେହି ମଣିଷ ପାଖରେ ରହିଥିଲା, ତାଙ୍କ ସଫଳତାରେ ଖୁସି ହୋଇଥିଲା ଏବଂ ତାଙ୍କ ପାଇଁ ଅନେକ କିଛି ତ୍ୟାଗ କରିଥିଲା। କିନ୍ତୁ ଦିନେ ସେହି ମଣିଷ ହିଁ ସୀମାର ବିଶ୍ୱାସ ଭାଙ୍ଗିଦେଲା। ସୀମା ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗିଗଲା। ସେ ରାତିରେ ଘୁମାଇ ପାରିଲା ନାହିଁ। ନିଜକୁ ନିଜେ ପଚାରିଲା, ମୁଁ ତାଙ୍କର କ'ଣ ଖରାପ କରିଥିଲି? କିଛି ଦିନ ପରେ ସେହି ମଣିଷ ଆସି କହିଲେ, ମୋତେ କ୍ଷମା କରିଦିଅ। ସୀମା ଚୁପ୍ ରହିଲା। ତାର ମନ କହୁଥିଲା କ୍ଷମା କରିଦିଅ, କିନ୍ତୁ ତାର ଆତ୍ମସମ୍ମାନ କହୁଥିଲା ପୁଣି ଥରେ ନିଜକୁ ସେହି ଯନ୍ତ୍ରଣା ଦିଅ ନାହିଁ। ଶେଷରେ ସୀମା ଗୋଟିଏ ନିଷ୍ପତ୍ତି ନେଲା। ସେ କହିଲା, ମୁଁ ତୁମକୁ କ୍ଷମା କରୁଛି, କିନ୍ତୁ ମୋ ଜୀବନରେ ପୁଣି ସେହି ସ୍ଥାନ ଦେଇପାରିବି ନାହିଁ। କାରଣ ମୋର ମନ ତୁମକୁ କ୍ଷମା କରିପାରେ, କିନ୍ତୁ ମୋର ଆତ୍ମସମ୍ମାନ ମୋତେ ପୁଣି ସେହି ଯନ୍ତ୍ରଣା ଭୋଗିବାକୁ ଅନୁମତି ଦେଉନାହିଁ। ସେହିଦିନ ସୀମା ଗୋଟିଏ ବଡ଼ ଜୀବନ ଶିକ୍ଷା ଶିଖିଲା। କ୍ଷମା କରିବା ଦୁର୍ବଳତା ନୁହେଁ, କିନ୍ତୁ ନିଜକୁ ପୁଣି ଥରେ ସେହି ଆଘାତ ପାଇଁ ଛାଡ଼ିଦେବା ମଧ୍ୟ ଭଲ ପାଇବା ନୁହେଁ। କ୍ଷମା କ'ଣ? କ୍ଷମାର ଅର୍ଥ ହେଉଛି ତୁମେ ଯାହା କରିଛ ମୁଁ ତାହାକୁ ଠିକ୍ ବୋଲି ମାନୁଛି, ଏହା ନୁହେଁ। କ୍ଷମାର ଅର୍ଥ ତୁମେ ମୋତେ ଯେତିକି ଯନ୍ତ୍ରଣା ଦେଇଛ ସେହି ଯନ୍ତ୍ରଣାକୁ ମୁଁ ଆଉ ମୋ ମନରେ ବୋହି ଚାଲିବି ନାହିଁ। କାରଣ ଘୃଣାକୁ ଧରି ରଖିଲେ ଅନ୍ୟ ମଣିଷ ନୁହେଁ, ଆମ ନିଜ ମନ ହିଁ ଅଶାନ୍ତ ହୁଏ। ତେଣୁ କେବେ କେବେ କ୍ଷମା କରିବା ଅନ୍ୟ ପାଇଁ ନୁହେଁ, ନିଜ ମନର ଶାନ୍ତି ପାଇଁ ହୋଇଥାଏ। କିନ୍ତୁ ଆତ୍ମସମ୍ମାନ? ମନେ ରଖନ୍ତୁ, କ୍ଷମା କରିବା ଓ ପୁଣି ବିଶ୍ୱାସ କରିବା ଏକ କଥା ନୁହେଁ। ଆପଣ କାହାକୁ କ୍ଷମା କରିପାରନ୍ତି, କିନ୍ତୁ ତାଙ୍କଠାରୁ ଦୂରେଇ ରହିପାରନ୍ତି। ଆପଣ କାହାକୁ ଭଲ ପାଇପାରନ୍ତି, କିନ୍ତୁ ତାଙ୍କୁ ନିଜ ଜୀବନରେ ପୁଣି ସେହି ସ୍ଥାନ ନ ଦେଇପାରନ୍ତି। ଏହା ଅହଙ୍କାର ନୁହେଁ, ଏହା ଆତ୍ମସମ୍ମାନ। ଯଦି କେହି ଥରେ ଭୁଲ କରିଛି ଏବଂ ସତରେ ନିଜ ଭୁଲ ବୁଝିଛି, ତେବେ ସୁଧାରିବାର ସୁଯୋଗ ଦିଆଯାଇପାରେ। କିନ୍ତୁ ଯଦି କେହି ବାରମ୍ବାର ଆପଣଙ୍କୁ ଆଘାତ ଦେଉଛି, ଆପଣଙ୍କ ବିଶ୍ୱାସ ଭାଙ୍ଗୁଛି ଏବଂ ପ୍ରତ୍ୟେକ ଥର କ୍ଷମା କର କହି ପୁଣି ସେହି କାମ କରୁଛି, ତେବେ ସେଠାରେ ସୀମା ରଖିବା ଆବଶ୍ୟକ। କିଛି ହୃଦୟସ୍ପର୍ଶୀ ସୁବିଚାର। କ୍ଷମା କର, କିନ୍ତୁ ନିଜ ଶିକ୍ଷାକୁ ଭୁଲିଯାଅ ନାହିଁ। ଯିଏ ତୁମକୁ ଭାଙ୍ଗି ଦେଇଛି ତାକୁ ଘୃଣା କରି ନିଜ ମନକୁ ଆଉ ଭାଙ୍ଗନ୍ତୁ ନାହିଁ। କ୍ଷମା ହୃଦୟକୁ ହାଲୁକା କରେ, ଆତ୍ମସମ୍ମାନ ଜୀବନକୁ ସୁରକ୍ଷିତ କରେ। କାହାକୁ କ୍ଷମା କରିବା ମାନେ ତାକୁ ପୁଣି ନିଜ ଜୀବନରେ ସ୍ଥାନ ଦେବା ନୁହେଁ। ଯିଏ ତୁମର ମୂଲ୍ୟ ବୁଝିଲା ନାହିଁ ତା ପଛରେ ନିଜ ଜୀବନର ଶାନ୍ତି ନଷ୍ଟ କରନ୍ତୁ ନାହିଁ। ଜୀବନର ସବୁଠାରୁ ବଡ଼ ନୀତିବାଣୀ, ମନରେ ରାଗ ରଖନ୍ତୁ ନାହିଁ, କିନ୍ତୁ ଜୀବନରେ ସୀମା ରଖନ୍ତୁ।
କାରଣ ମଣିଷକୁ କ୍ଷମା କରିବା ମହାନତା, କିନ୍ତୁ ନିଜକୁ ସମ୍ମାନ କରିବା ମଧ୍ୟ ସେତିକି ଜରୁରୀ। ଜୀବନରେ କେହି ଆପଣଙ୍କୁ ଭାଙ୍ଗିଦେଲେ ସେହି ଘଟଣାକୁ ନିଜ ଜୀବନର ଶେଷ ଭାବନ୍ତୁ ନାହିଁ। ହୁଏତ ସେହି ଯନ୍ତ୍ରଣା ଆପଣଙ୍କୁ ଏମିତି ଜଣେ ଶକ୍ତିଶାଳୀ ମଣିଷ କରିବ ଯିଏ ଆଗାମୀ ଦିନରେ ଅନ୍ୟମାନଙ୍କୁ ମଧ୍ୟ ସାହସ ଦେଇପାରିବ। ଶେଷ ଅନୁଚିନ୍ତା। ବନ୍ଧୁମାନେ, ଜୀବନରେ ଆଘାତ ଦେଇଥିବା ଲୋକଙ୍କୁ ନେଇ ସାରା ଜୀବନ କାନ୍ଦିବା ଦରକାର ନାହିଁ। ତାଙ୍କୁ କ୍ଷମା କରନ୍ତୁ, କିନ୍ତୁ ନିଜ ଶିକ୍ଷାକୁ ମନେ ରଖନ୍ତୁ। ତାଙ୍କୁ ଭଲ ରହିବାକୁ ଆଶୀର୍ବାଦ କରନ୍ତୁ, କିନ୍ତୁ ନିଜ ଶାନ୍ତିକୁ ହରାଇବେ ନାହିଁ। ତାଙ୍କ ପାଇଁ ଘୃଣା ରଖନ୍ତୁ ନାହିଁ, କିନ୍ତୁ ନିଜ ଆତ୍ମସମ୍ମାନକୁ ମଧ୍ୟ ବିକ୍ରି କରନ୍ତୁ ନାହିଁ। କାରଣ କ୍ଷମା କରିବା ମାନେ ଅତୀତକୁ ବଦଳାଇବା ନୁହେଁ, ନିଜ ଭବିଷ୍ୟତକୁ ଅତୀତର ଯନ୍ତ୍ରଣାରୁ ମୁକ୍ତ କରିବା। ଆଜି ଯିଏ ଆପଣଙ୍କୁ ଭାଙ୍ଗି ଦେଇଛି ତା ପାଇଁ ନିଜ ଜୀବନକୁ ନଷ୍ଟ କରନ୍ତୁ ନାହିଁ। ଉଠନ୍ତୁ, ନିଜକୁ ସମ୍ଭାଳନ୍ତୁ, ନିଜକୁ ଭଲ ପାଆନ୍ତୁ ଏବଂ ଆଗକୁ ବଢ଼ନ୍ତୁ। କାରଣ ଆପଣଙ୍କ ଜୀବନର ସବୁଠାରୁ ସୁନ୍ଦର ଅଧ୍ୟାୟ ହୁଏତ ଏପର୍ଯ୍ୟନ୍ତ ଲେଖା ହୋଇନାହିଁ। ମନେ ରଖନ୍ତୁ, ଘୃଣା ଛାଡ଼ନ୍ତୁ, କ୍ଷମାକୁ ଗ୍ରହଣ କରନ୍ତୁ, ଆତ୍ମସମ୍ମାନକୁ ସୁରକ୍ଷା କରନ୍ତୁ ଏବଂ ନିଜ ଶାନ୍ତି ପାଇଁ ଆଗକୁ ବଢ଼ନ୍ତୁ। ଏହା ଥିଲା ଆର୍କେ ଅନୁଚିନ୍ତା ଡାଏରୀ 24ର ଆଜିର ଅନୁଚିନ୍ତା। ଯଦି ଏହି କଥା ଆପଣଙ୍କ ହୃଦୟକୁ ଛୁଇଁଥାଏ, ତେବେ ଏହାକୁ ସେହି ଜଣେ ମଣିଷଙ୍କ ସହ ସେୟାର କରନ୍ତୁ ଯିଏ ଅତୀତର ଯନ୍ତ୍ରଣାକୁ ଧରି ଆଜି ମଧ୍ୟ ନିଜ ମନକୁ କଷ୍ଟ ଦେଉଛି। ଆଜିଠାରୁ ଅତୀତକୁ କ୍ଷମା କରନ୍ତୁ, ନିଜକୁ ଭଲ ପାଆନ୍ତୁ ଏବଂ ଶାନ୍ତିରେ ଆଗକୁ ବଢ଼ନ୍ତୁ। ରହିଲି, ନମସ୍କାର। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓଟିକୁ ଲାଇକ୍ କରିଦେବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ଭୁଲିବେନି। ଜୟ ଜଗନ୍ନାଥ।